ହାତୀପଲ ଅଟକାଇ ଦେଲେ ଟ୍ରେନ୍। ଏକ ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ହାତୀପଲ ଆସିଯିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା ଟ୍ରେନ୍। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳର ବେଡ଼ାବନ୍ଧା ନିକଟରେ ଏହିପରି ଘଟଣା ଦେଖିବାକୁ ମିଳିଛି। ହାତୀପଲ ରେଳ ଲାଇନ୍ ଅତିକ୍ରମ କରୁଥିବା ଟ୍ରେନ୍ର ଚାଳକ ଦୂରରୁ ଦେଖି ଟ୍ରେନ୍ଟିକୁ ତୁରନ୍ତ ଅଟକାଇଥିଲେ। ପରେ ହାତୀପଲ ଧୀରେ ଧୀରେ ଟ୍ରାକ୍ ପାର ହୋଇ ଜଙ୍ଗଲ ଆଡ଼କୁ ଚାଲି ଯାଇଥିବା ବେଳେ କୌଣସି ଦୁର୍ଘଟଣା ହୋଇନଥିଲା। ଏହି ଘଟଣା ପରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଙ୍କୁ ନିରାପଦରେ ଜଙ୍ଗଲ ଭିତରକୁ ଫେରାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଏହି ଅଞ୍ଚଳ ହାତୀ କରିଡର ହୋଇଥିବାରୁ ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି। ହେଲେ ଆଜିର ଘଟଣାରେ ଟ୍ରେନ୍ ଚାଳକ ଓ ରେଳ କର୍ମଚାରୀଙ୍କ ସତର୍କତା ଯୋଗୁଁ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଛି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।